11 ମାର୍ଚ୍ଚ ଠାରୁ ବୃହସ୍ପତି ମିଥୁନରେ ମାର୍ଗୀ ହେଉଛନ୍ତି। ବିଛା ରାଶି ପାଇଁ ବୃହସ୍ପତି ଦ୍ୱିତୀୟ ଭାବ ଓ ପଞ୍ଚମ ଭାବର ଅଧିପତି ହୋଇ ଅଷ୍ଟମ ଭାବରେ ଅଛନ୍ତି। ଏହି ପରିବର୍ତ୍ତନ ଆପଣଙ୍କର ଧନ, ପରିବାର, ଶିକ୍ଷା, ସନ୍ତାନ ଏବଂ ଅଚାନକ ଘଟଣା ଉପରେ ବଡ଼ ପ୍ରଭାବ ପକାଇବ। ତେବେ ଏହି ବୃହସ୍ପତି ମାର୍ଗୀ ହେବା ପରେ ବିଛା ରାଶିର ଜୀବନରେ କ'ଣ ପରିବର୍ତ୍ତନ ଆସିବ, ଆସନ୍ତୁ ଡିଟେଲ୍ସରେ ଆଲୋଚନା କରିବା। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଂଘ ମାଷ୍ଟ୍ରୋଲୋଜି ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ବୃହସ୍ପତି ଆପଣଙ୍କର ରାଶିକୁ ଦ୍ୱିତୀୟ ଭାବର ଅଧିପତି ଅଛନ୍ତି ମିଥୁନରେ ଅଷ୍ଟମରେ ମାର୍ଗୀ ହୋଇକି। ଦ୍ୱିତୀୟ ଭାବ ହେଉଛି ଧନ ତଥା ଆର୍ଥିକ ସ୍ଥିତିର ଭାବ, ସେଭିଙ୍ଗସର ଭାବ। ତେଣୁ ଅଚାନକ ଧନ ଲାଭର ସୁଯୋଗ ମିଳିପାରେ, ପୁରୁଣା ଅଟକିଥିବା ଟଙ୍କା ମିଳିବ, ଇନ୍ସୁରାନ୍ସ, ସେୟାର ମାର୍କେଟ ଭଳି କ୍ଷେତ୍ରରେ ଲାଭ ହେବ। ଅଷ୍ଟମ ଭାବର ଯେହେତୁ ପ୍ରଭାବ ରହୁଛି, ଅଚାନକ ଖର୍ଚ୍ଚ ମଧ୍ୟ ବଢ଼ିପାରେ। ବୃହସ୍ପତି ମଧ୍ୟ ପଞ୍ଚମ ଭାବର ଅଧିପତି। ପଞ୍ଚମ ଭାବ ଶିକ୍ଷାର ଭାବ, ସନ୍ତାନର ଭାବ। ତେଣୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ କନସେନ୍ଟ୍ରେଟ୍ କରିବେ। ଯେଉଁ ବିଦ୍ୟାର୍ଥୀମାନେ ରିସର୍ଚ୍ଚ, ଅକଲ୍ଟ, ଆଷ୍ଟ୍ରୋଲୋଜି, ସ୍ପିରିଚୁଆଲିଟି ଏବଂ ଧର୍ମଶାସ୍ତ୍ର ଉପରେ ପାଠ ପଢ଼ୁଛନ୍ତି ସେମାନଙ୍କର ଅଧିକ ରୁଚି ରହିବ। କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ଇଏ ହେଉଛି ସବୁଠାରୁ ଭଲ ସମୟ। ସନ୍ତାନମାନଙ୍କ ପାଇଁ କେବେ କେବେ ପ୍ୟାରେଣ୍ଟସ୍ ମାନେ ଅଧିକ ଚିନ୍ତା କରିପାରନ୍ତି। ଅଷ୍ଟମ ଭାବ ହେଉଛି ରହସ୍ୟ ତଥା ପରିବର୍ତ୍ତନର ଭାବ। ତେଣୁ ଜୀବନରେ ଅଚାନକ କିଛି ପରିବର୍ତ୍ତନ ଆସିପାରେ। ଗୁପ୍ତ ଶତ୍ରୁମାନେ ଦୁର୍ବଳ ହେବେ, କିଛି ପୁରୁଣା ସମସ୍ୟା ମଧ୍ୟ ଆପଣଙ୍କର ସମାଧାନ ହୋଇଯିବ। ବିଛା ରାଶି ପାଇଁ ବୃହସ୍ପତି ଯେହେତୁ ଅଷ୍ଟମରେ ମାର୍ଗୀ ରହୁଛନ୍ତି ମିଥୁନରେ, ବୃହସ୍ପତିଙ୍କର ଦୃଷ୍ଟି ରହୁଛି ଦ୍ୱାଦଶ ଭାବକୁ, ଦ୍ୱିତୀୟ ଭାବକୁ ଏବଂ ଚତୁର୍ଥ ଭାବକୁ। ବୃହସ୍ପତି ହେଉଛନ୍ତି ଜ୍ଞାନ, ଧନ, ଭାଗ୍ୟ, ଧର୍ମ ଏବଂ ବିକାଶର କାରକ ଗ୍ରହ। ଯେହେତୁ 11 ମାର୍ଚ୍ଚ ଠାରୁ ମାର୍ଗୀ ହେଉଛନ୍ତି, ଏହାର ପ୍ରଭାବ ଧୀରେ ଧୀରେ ଜଣାପଡ଼ିବ। ବୃହସ୍ପତିଙ୍କର ପଞ୍ଚମ ଦୃଷ୍ଟି ଆପଣଙ୍କର ରାଶିର ଦ୍ୱାଦଶ ଭାବକୁ ପଡ଼ୁଛି। ଦ୍ୱାଦଶ ଭାବ ହେଉଛି ଖର୍ଚ୍ଚ, ବିଦେଶ, ଆଧ୍ୟାତ୍ମିକତା, ହସ୍ପିଟାଲ ଏବଂ ମୋକ୍ଷର ଭାବ। ପଜିଟିଭ୍ ଦୃଷ୍ଟିରୁ ଯଦି ଦେଖିବା, ବିଦେଶ ଯାତ୍ରାର ଯୋଗ ଆସିପାରେ, ବିଦେଶ ସମ୍ପର୍କିତ କାମର ସୁଯୋଗ ବଢ଼ିପାରେ। ଆଧ୍ୟାତ୍ମିକ ଦିଗରେ ଆପଣଙ୍କର ଆଗ୍ରହ ବଢ଼ିବ। ଧ୍ୟାନ, ମନ୍ତ୍ର, ପୂଜାରେ ମନ ଲାଗିବ। ପେଣ୍ଡିଂ କାମ ଚାଲୁ ହେବ। ଦାନ ପୁଣ୍ୟ କରିବାର ଇଚ୍ଛା ବୃଦ୍ଧି ପାଇବ। ସେହିପରି ନେଗେଟିଭ୍ ସାଇଡ଼୍ ଯଦି ଦେଖିବା, ଅନଏକ୍ସପେକ୍ଟେଡ୍ ଖର୍ଚ୍ଚ ବଢ଼ିପାରେ। ସ୍ୱାସ୍ଥ୍ୟ ଉପରେ ଅବହେଳା କଲେ ହସ୍ପିଟାଲ ଖର୍ଚ୍ଚ ହୋଇପାରେ। ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେବ। ବୃହସ୍ପତିଙ୍କର ସପ୍ତମ ଦୃଷ୍ଟି ଦ୍ୱିତୀୟ ଭାବକୁ ରହୁଛି। ଦ୍ୱିତୀୟ ଭାବ ହେଲା ଧନ, ପରିବାର, ସେଭିଙ୍ଗସର ଭାବ। ଧନ ସଞ୍ଚୟର ନୂତନ ମାର୍ଗ ଖୋଲିପାରେ। ପାରିବାରିକ ସମ୍ପର୍କ ଭଲ ରହିବ। କଥାବାର୍ତ୍ତାରେ ମାଧୁର୍ଯ୍ୟ ବଢ଼ିବ। ବ୍ୟବସାୟ କିମ୍ବା ଜବ୍ରେ ଆୟର ବୃଦ୍ଧି ହେବାର ସମ୍ଭାବନା ରହିଛି। ସେହିପରି ନେଗେଟିଭ୍ ସାଇଡ଼୍ରୁ ଯଦି ଦେଖିବା, ତେବେ ଇନକମ୍ ହେବ କିନ୍ତୁ ଅପଡାଉନ୍ ରହିବ। ଏକ୍ସପେକ୍ଟ ନଥିବା ଦିଗରେ ଅଧିକ ଖର୍ଚ୍ଚ ହେବ। ତେଣୁ ସେଭିଙ୍ଗସ୍ ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଖର୍ଚ୍ଚ ତ କରିବେ, କିନ୍ତୁ ଯାହା ଚିନ୍ତା କରି ଖର୍ଚ୍ଚ କରିବେ, ଯାହା ପାଇଁ ଖର୍ଚ୍ଚ କରିବେ, ପ୍ରତିବଦଳରେ କିଛି ରିଟର୍ଣ୍ଣ ତ ଆସିବନି, କେବଳ ନିନ୍ଦା ଆଉ ଅପବାଦ ହିଁ ମୁଣ୍ଡେଇବେ। ବିଛା ରାଶିର ବ୍ୟକ୍ତିବିଶେଷମାନେ ଏହି କଥାଟିକୁ ଟିକେ ଅଧିକ ଧ୍ୟାନ ଦେବେ। ସେହିପରି ବୃହସ୍ପତିଙ୍କର ନବମ ଦୃଷ୍ଟି ରହୁଛି ଚତୁର୍ଥ ଭାବକୁ। ଚତୁର୍ଥ ଭାବ ହେଉଛି ଘର, ଯାନବାହନ, ମା, ସମ୍ପତ୍ତି ଏବଂ ମନର ଶାନ୍ତିକୁ ବୁଝାଏ। ଗୃହରେ ଶୁଭ ବାତାବରଣ ରହିବ। ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନଙ୍କର ସହଯୋଗ ଆପଣଙ୍କୁ ରହିବ। ଯଦି କିଛି ଅମେଳ ପୂର୍ବରୁ ଥିଲା, ତେବେ ବୁଝାମଣା ହୋଇଯିବ। ପ୍ଲଟ୍ କିଣିବାର ଯୋଗ ରହିଛି। କେହି କେହି ନୂଆ ଘର ମଧ୍ୟ ତିଆରି କରିପାରନ୍ତି। ଯେଉଁମାନେ ଭଡ଼ା ଘରେ ରହୁଛନ୍ତି ସେମାନେ ନୂଆ ଘରକୁ ସିଫ୍ଟ ହୋଇପାରନ୍ତି। ଯାନବାହନ କିଣିବାର ସୁଯୋଗ ମଧ୍ୟ ସୃଷ୍ଟି ହେବ। ମାଆଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ। ମାଆଙ୍କ ସହିତ ସମ୍ପର୍କ ପୂର୍ବରୁ ଯେମିତି ଖରାପ ଥିଲା, ଟିକେ ଭଲ ହେବ। ଚତୁର୍ଥ ଭାବରେ ରାହୁ ଯେହେତୁ ଅଛି, କେଉଁଠି ନା କେଉଁଠି ଆପଣଙ୍କୁ ଭିତରୁ ଅସନ୍ତୁଷ୍ଟ ଲାଗିବ। ମନରେ ସବୁବେଳେ ଭୟ ରହିବ। ଆପଣଙ୍କୁ ଲାଗିବ ଯେ ପରିବାରରେ କେହି ନା କେହି ଆପଣଙ୍କ ସହିତ ଶତ୍ରୁତା କରୁଛି। ବିଛା ରାଶିର ବ୍ୟକ୍ତିବିଶେଷମାନେ ଟିକେ ପାଷ୍ଟକୁ ଆପଣ ଚାଲିଯାଆନ୍ତୁ ଆଉ ମନେ ପକାନ୍ତୁ, ବୃହସ୍ପତି ଯେତେବେଳେ ବକ୍ରି ଥିଲେ କିଛି ମାସ ପୂର୍ବରୁ କେଉଁ କେଉଁ ସମସ୍ୟା ଦେଇ ଆପଣ ଗତି କରୁଥିଲେ। ପ୍ରଥମ ହେଉଛି ଫାଇନାନ୍ସ। ଧନ ଆସୁଥିଲା କିନ୍ତୁ ଅଚାନକ ଖର୍ଚ୍ଚ ବଢ଼ିଯାଉଥିଲା। ସେଭିଙ୍ଗସ୍ ରହୁନଥିଲା। ଲୋନ୍, EMI ପାଇଁ ଆପଣ ଚାପରେ ଥିଲେ। କେହି କେହି ଇନ୍ସୁରାନ୍ସ, ଟ୍ୟାକ୍ସ, ଲୋନ୍ ସେଟଲମେଣ୍ଟ ଭଳି ସମସ୍ୟାରେ ଫସିଥିଲେ। ଦ୍ୱିତୀୟରେ ପରିବାର, ପାରିବାରିକ ମତଭେଦ, ହେଲ୍ଥ ଇସ୍ୟୁ, ଆର୍ଥିକ ଚିନ୍ତା ବଢ଼ିଯାଇଥିଲା। ତୃତୀୟ ହେଲା ଜମିବାଡ଼ି, ପ୍ରପର୍ଟିକୁ ନେଇ ଡିସ୍ପ୍ୟୁଟ୍ ଥିଲା। ଡିଲ୍ ଫାଇନାଲ୍ ହୋଇପାରୁନଥିଲା।
ଜମିବାଡ଼ି ବାଦ ବିବାଦ ରହିଥିଲା। ମାଆଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସେତେ ଭଲ ନଥିଲା। ମାଆଙ୍କ ସହିତ ଆପଣଙ୍କର ମଝିରେ ମଝିରେ ମତଭେଦ ହେଉଥିଲା। ଘର କାମ ପଡ଼ି ରହିବା, ନୂଆ ଘରକୁ ସିଫ୍ଟ ନ ହୋଇପାରିବା, ଏଇଭଳି ସମସ୍ୟା ଥିଲା। ତାପରେ 4ରେ ମାନସିକ ଦୁଶ୍ଚିନ୍ତା ସାଙ୍ଗକୁ ବାରମ୍ବାର ହସ୍ପିଟାଲ ଯାତ୍ରା, ମେଡ଼ିକାଲ ଏକ୍ସପେନ୍ସେସ୍ ବଢ଼ିଯାଇଥିଲା। ଅନେସେସରୀ ଖର୍ଚ୍ଚ ଆପଣ ଯେତେ ରୋକିଲେ ମଧ୍ୟ ହେଉଥିଲା। ମାସିକ ଦରମା 10ରୁ 12 ଦିନ ଭିତରେ ଆପଣଙ୍କର ଶେଷ ହୋଇଯାଉଥିଲା। ଏହି ସବୁ ସମସ୍ୟା ଦେଇ ଆପଣ ଗତି କରୁଥିଲେ। କିନ୍ତୁ ଏଇ ମାର୍ଚ୍ଚ 11 ତାରିଖ ପରେ ବୃହସ୍ପତି ଯେତେବେଳେ ମାର୍ଗୀ ହେଉଛନ୍ତି, ସବୁଥିରେ ପଜିଟିଭ୍ ଚେଞ୍ଜେସ୍ ଦେଖିବାକୁ ମିଳିବ। ମୁଁ କହୁନି ଯେ ସାଙ୍ଗେ ସାଙ୍ଗେ ପଜିଟିଭ୍ ହୋଇଯିବ ସବୁ। ଧୀରେ ଧୀରେ ଗୋଟେ ପରେ ଗୋଟେ ପ୍ରୋବ୍ଲେମ୍ ଆପଣଙ୍କର ସଲ୍ଭ ହେବ। ଆପଣଙ୍କୁ ପେସେନ୍ସ ରଖିବାକୁ ପଡ଼ିବ। ବକ୍ରୀ ବୃହସ୍ପତିଙ୍କର ପ୍ରଭାବ ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା, ଏଥିରେ ସନ୍ଦେହ ନାହିଁ। ଏହି ବୃହସ୍ପତି ମାର୍ଗୀ ପରେ ଧନ, ପରିବାର, ଜମିବାଡ଼ିରେ ଧୀରେ ଧୀରେ ଭଲ ପରିବର୍ତ୍ତନ ଦେଖିବାକୁ ମିଳିବ। ମନେ ରଖନ୍ତୁ, ବୃହସ୍ପତି ଯେଉଁଠାକୁ ଦୃଷ୍ଟି ଦେଇଥାନ୍ତି ସେଠାରେ ନିଶ୍ଚୟ ଶୁଭଫଳ ଦେଇଥାନ୍ତି। ବିଛା ରାଶିର ବ୍ୟକ୍ତିବିଶେଷମାନେ ପ୍ରତିକାର କ'ଣ କରିବେ? ଗୁରୁବାର ଉପବାସ ରଖନ୍ତୁ। ହଳଦୀ ଏବଂ ହଳଦିଆ ବସ୍ତୁ ଦାନ କରନ୍ତୁ। କୌଣସି ଏକ ଗୁରୁବାର ଦିନ ହଳଦୀ, ଚଣା ଡାଲି, କଦଳୀ, ହଳଦିଆ ବସ୍ତ୍ର ବ୍ରାହ୍ମଣ କିମ୍ବା ଦରିଦ୍ର ଲୋକଙ୍କୁ ଦାନ କରନ୍ତୁ। ପ୍ରତ୍ୟେକ ଦିନ ବୃହସ୍ପତିଙ୍କର ବୀଜ ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ରଟି ହେଲା ଓଂ ଗ୍ରାଂ ଗ୍ରିଂ ଗ୍ରୌଂ ସ ଗୁରବେ ନମଃ। 108 ଥର ଜପ କରନ୍ତୁ। ପ୍ରାତଃ ସ୍ନାନ ପରେ ପିପଳ ଗଛରେ ଜଳ ଦେଇ ପରିକ୍ରମା କରନ୍ତୁ। ବୃହସ୍ପତିଙ୍କର ଅଧିଦେବତା ହେଉଛନ୍ତି ଭଗବାନ ବିଷ୍ଣୁ। ତେଣୁ ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ଏବଂ ଓଂ ନମୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ଜପ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରହିବ। ବନ୍ଧୁଗଣ, ବୃହସ୍ପତିଙ୍କର ମାର୍ଗୀ ଚଳନ ବିଛା ରାଶି ଉପରେ କି ପ୍ରଭାବ ପକାଇବ ସେ ବିଷୟରେ ଆଲୋଚନା କରିଲେ। ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, କମେଣ୍ଟ, ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।